ହନୁମାନଙ୍କ ଏଥିରେ ବି ସେଇ ଅଛି ମତ୍ସ୍ୟ ଅବତାର। ମତ୍ସ୍ୟ ଅବତାରଙ୍କର କ'ଣ ଅଛି ଦେଖିବା। ପ୍ରଳୟ ପୟୋଧି ଜଳେ ଧୃତ ବାହନ ସଂବେଦମ ବିହିତ ବହିତ ଚରିତ ମକ୍ଷେଦମ କେଶବ ଧୃତ ମୀନ ଶରୀର ଜୟ ଜଗଦୀଶ ହରେ। এইটা সেটা ମତ୍ସ୍ୟ ଅବତାର ଗଲା। ଏଇଟା କଚ୍ଛପ ଅବତାର ମାନେ କଇଁଛ ଅବତାର କୁର୍ମ। କ୍ଷିତିରତି ବିପୁଳତରେ ତବ ତିଷ୍ଠତି ପୃଷ୍ଠେ ଧରଣୀ ଧାରଣ କିରଣ ଚକ୍ର ଗରିଷ୍ଠେ କେଶବ ଧୃତ କଚ୍ଛପ ରୂପ ଜୟ ଜଗଦୀଶ ହରେ। ବାଃ, ବଢ଼ିଆ ଶ୍ଲୋକ ସବୁ ଲେଖା ହେଇଛି। ଏ ହେଲା ଆମର ବରାହ ଅବତାର। ବସତି ଦର୍ଶନ ଶିଖରେ ଧରଣୀ ତବ ଲଗ୍ନା ଶଶିନୀ କଳଙ୍କ କଳେବ ନିମଗ୍ନା କେଶବ ଧୃତ ଶୁକର ରୂପ ଜୟ ଜଗଦୀଶ ହରେ। ସୁଷେଣ, ଯେଉଁ ସୁଷେଣ ଜାମ୍ବବ ଆମେ ରାମାୟଣ ଯେଉଁ ଶୁଣିଛେ ଆମ ବାବାରେ ନୃସିଂହ ଅବତାର ପ୍ରଭୁଙ୍କର ଇଏ ସବୁଠୁ ଖତରନାକ ଅବତାର ଥିଲା, ବହୁତ ଭୟଙ୍କର ଅବତାର ଥିଲା। ତବ କର କମଳ ବରେ ନଖ ମଭୂତ ଶୃଙ୍ଗମ ବଳିତ ହିରଣ୍ୟ କଶ୍ୟପୁ ତନୁଭୃଙ୍ଗମ କେଶବ ଧୃତ କର ହରି ରୂପ ଜୟ ଜଗଦୀଶ ହରେ। ଆମେ ତ ପାଠ ଆମ ପ୍ରବଳ ନା, ଆମେ ପଢ଼ିପାରୁନା, ଭଲ ବି ଦିଶୁନି। ଏଠି ତ କିଛି ଦିଶୁନାହିଁ, ମୁଁ କ'ଣ ପଢ଼ିବି? ବାମନ ଅବତାର ଛଳ ଶିବି କମଣେ ଭୂତ ବାମନ ପଦ ନଖନି ରଜନୀତ ଜନ ପାବନ କେଶବ ଧୃତ ବାମନ ରୂପ ଜୟ ଜଗଦୀଶ ହରେ। ଇଏ ଆମ କଥା ନୁହଁ, ଜାମ୍ବବାନ। ଏ ପ୍ରକୃତରେ ରାମାୟଣଙ୍କର ଯେଉଁମାନେ ସବୁ ଥିଲେ ପ୍ରଭୁ ଶ୍ରୀରାମଙ୍କର କ୍ୟାରେକ୍ଟରରେ ଯେଉଁମାନେ ତାଙ୍କୁ ସାହାଯ୍ୟ କରିଥିଲେ, ଏ ସମସ୍ତଙ୍କୁ ଏଇ ମନ୍ଦିରରେ ସ୍ଥାନ ଦିଆଯାଇଛି। ଜାମ୍ବବାନ, ସୁଷେଣ, ପରଶୁରାମ ଅବତାର। ଏଠି ତ ମୋ ମୁଣ୍ଡ ଖରାପ ହେଲାଣି। ଏଠି କ'ଣ ପଢ଼ିବି? କ୍ଷତ୍ରିୟର ଧରମୟ ଜଗତୋପଗତ ପାପମ୍। ଏତ ତ ଆମ ପାଠ ପ୍ରବଳ, ଆମର ସଂସ୍କୃତ ଉପରେ ବହୁତ ଜ୍ଞାନ, ଅଗାଧ ଜ୍ଞାନ। ନା, ମୁଁ ପାରିବିନି। ହଁ, ଏଠି ଏମିତି ଗୋଟେ ପ୍ରକାର ଦିଶୁଛି ରାମ ଅବତାର। ବିତରସି ଦିକ୍ଷରଣେ ଦିକମ୍ ତିକଳନିୟମ ଦଶ ମୁଖ ମୌଳି ବକିମ୍ ରମଣୀୟମ୍ କେଶବ ଧୃତ ରଘୁପତି ରୂପ ଜୟ ଜଗଦୀଶ ହରେ। ରାମାୟଣରେ ଯେଉଁ ଯେଉଁ କ୍ୟାରେକ୍ଟର ସବୁ ଭଗବାନଙ୍କୁ ସାହାଯ୍ୟ କରିଥିଲେ, ସେଇ ସମସ୍ତଙ୍କୁ ଏଥିରେ ସ୍ଥାନ ଦିଆଯାଇଛି। ଅଙ୍ଗଦ ବଳରାମଙ୍କର ହେଲା କ'ଣ, ମୁଁ ତ ଭଲ ବହସି ବପୁସି ବିଶଦେ ବସନଂ ଜଳଦାଭମ୍ ହଳଦ ତଭି ତିମିଳିତ ଯମୁନଭମ୍ କେଶବ ଧୃତ ହଳଧର ରୂପ ଜୟ ଜଗଦୀଶ ହରେ। ବୁଦ୍ଧ ଅବତାର। ନିନ୍ଦସି ଯଜ୍ଞ ବିଧେରହ ଶ୍ରୁତି ଜାତମ୍ ସଦୟ ହୃଦୟ ଦର୍ଶିତ ପଶୁ ଘାତମ୍ କେଶବ ଧୃତ ବୃଦ୍ଧ ଶରୀର ଜୟ ଜଗଦୀଶ ହରେ। ଏ ତ କଳ୍କି ଅବତାର, ଏ ତ ଫାଇନାଲ। ତ ବର୍ତ୍ତମାନ ଆମେ ଏଇ ଅବତାର ଯେବେ ଆସିବ, କଳିଯୁଗ ଧ୍ୱଂସ ହେଇଯିବ। ମ୍ଲେଚ୍ଛ ନିବହ ନିଧନେ କଳୟସୀ କରବାଳମ୍ ଧୂମକେତୁମିବ କିମପି କରାଳମ୍ କେଶବ ଧୃତ କଳ୍କି ଶରୀର ଜୟ ଜଗଦୀଶ ହରେ। ଏ କଳ୍କି ଶରୀର ଯେବେ ବି ପ୍ରଭୁ ଧାରଣ କରିବେ, ସରିଲା ସଂସାର। ସେଇଠୁ ସମସ୍ତଙ୍କୁ ସେଇଠି ମାରିବେ। ସେ ସମୟ ଆସୁଛି। ଆଜିକାଲି ଯେମିତି ହେଲେଣି ଲୋକ, ସେ ସମୟ ଆସୁଛି, ବେଶୀ ଦୂର ନୁହଁ, ହେଇଯିବ ଯେ। ଏଇ ଯେଉଁ କୋରୋନା, ସେ ବି ଗୋଟେ ଅବତାର ନା? କୋରୋନା ବି ଗୋଟେ ଅବତାର।
यही प्रकार अवतार महापुर नेबे किंतु कलिजुगर महापुर तो डायरेक्ट अवतार नेबे नहीं कोरोना एड्स यही टाइप अवतार नहीं कि लोक मारे ठीक अच्छे महापुर ये भाई लोक शास्ति दौरान। अच्छा ये तो गला हौ एबे देखिबा आर पट।